ଯେଉଁ ପିଲାମାନେ ସ୍କୁଲ ଓ କଲେଜରେ ପଢୁଛନ୍ତି ସେମାନଙ୍କ ପାଇଁ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଖବର ଅଛି। ପିଲାମାନେ ତୁମମାନଙ୍କର କେଉଁ ଦିନ ସକାଳ ସ୍କୁଲ ହେବ ଏବଂ କେଉଁ ଦିନଠାରୁ ଏ ବର୍ଷ ଖରା ଛୁଟି ହେବ ତାକୁ ନେଇ ବଡ଼ ବୈଠକ ବସିଥିଲା ଆଜି। ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଆମର ରାଜସ୍ୱ ପରିଚାଳନା ବିଭାଗ ଦ୍ୱାରା ତାର କ'ଣ ନିଷ୍ପତ୍ତି ଆସିଛି ତା ବିଷୟରେ ମୁଁ ସମ୍ପୂର୍ଣ୍ଣ ଖବର ଦେବି ତୁମମାନଙ୍କୁ। ନିହାତି ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବ। ଚ୍ୟାନେଲକୁ ଯଦି ପ୍ରଥମ ଥର ଆସିଛ ନିହାତି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବ, ভিডিওটিକୁ লাইକ୍ କରିବ ଓ ତୁମ ସାଙ୍ଗମାନଙ୍କ ସହିତ ମଧ୍ୟ ସେୟାର କରିଦେବ, ଯଦ୍ୱାରା କି ଏହି ଅପଡେଟ୍ ସେମାନଙ୍କ ପାଖରେ ପହଞ୍ଚି ପାରିବ। ଦେଖ ପିଲାମାନେ, କିଛି ଦିନ ତଳେ ମୁଁ ଗୋଟେ ଭିଡ଼ିଓ ଅପଲୋଡ଼ କରିଥିଲି ଯେଉଁଥିରେ ମୁଁ କହିଥିଲି ଯେ ଆମର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଆମ ରାଜସ୍ୱ ପରିଚାଳନା ବିଭାଗ ଯେଉଁ ମନ୍ତ୍ରାଳୟ ଅଛି ତାଙ୍କ ଭିତରେ ଆଲୋଚନା ଚାଲିବ ବା ମିଟିଂ ହେବ। ଯେଉଁ ମିଟିଂରେ ଜଣାପଡ଼ିବ ଯେ କେଉଁ ଦିନଠାରୁ ସ୍କୁଲ ଓ କଲେଜ ଗୁଡ଼ିକ ମାନେ ସକାଳ ସ୍କୁଲ ହେବ ଏବଂ କେଉଁ ଦିନଠାରୁ ଆମର ସ୍କୁଲ ଓ କଲେଜ ଗୁଡ଼ିକ ଖରା ଛୁଟି ଡିକ୍ଲେୟାର କରାଯିବ। ତା ବିଷୟରେ ଆଜି ଗୋଟେ ମିଟିଂ ବସିଥିଲା ଆମର ଗଣଶିକ୍ଷା ମନ୍ତ୍ରୀ ଏବଂ ରାଜସ୍ୱ ପରିଚାଳନା ବିଭାଗ ଦ୍ୱାରା। ସେଇ ନିଷ୍ପତ୍ତି ଅନୁସାରେ ଏପ୍ରିଲ 2 ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଗୁଡ଼ିକ ସକାଳ ସ୍କୁଲ ହେବା ପାଇଁ ଯାଉଛି। ଏବଂ ଯେହେତୁ ଖରା ଛୁଟି ବିଷୟରେ ପିଲା ପଚାରୁଛନ୍ତି ଯେ ବହୁତ ଜଲ୍ଦି ଖରା ଛୁଟି ଏ ବର୍ଷ ହବାର ଥିଲା, କିନ୍ତୁ କେଉଁ ଦିନ ଖରା ଛୁଟି ହେବ ତା ବିଷୟରେ ମୁଁ କହିଦେବା ପାଇଁ ଚାହେଁ। କାରଣ ଏପ୍ରିଲ 2 ତାରିଖରୁ ସକାଳ ସ୍କୁଲ ହେବ ଏବଂ ଏପ୍ରିଲ 10-12 ପର୍ଯ୍ୟନ୍ତ ଚାଲିବ। କାରଣ 10ରୁ 12 ଦିନ ତମର ସ୍କୁଲ ଖୋଲା ରହିବ ପିଲାମାନେ, ସ୍କୁଲ ଓ କଲେଜ ଗୁଡ଼ିକ। କାରଣ ତମର ଯେଉଁ ନୂଆ ଆଡମିସନ ହେବେ, ଯେଉଁମାନେ ନବମ ଓ ଦଶମକୁ ଯିବେ ବା ଯେଉଁମାନେ ପଞ୍ଚମ ପଢୁଥିଲେ ଷଷ୍ଠକୁ ଯିବେ, ଷଷ୍ଠ ପଢୁଥିଲେ ସପ୍ତମ ଯିବେ, ସେମାନଙ୍କର ଜଏନିଂ ଚାଲିବ ଏବଂ ପିଲାମାନଙ୍କର ଖଡି ଛୁଆଁ ପର୍ବ ଯେଉଁ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଛି, ଯୋଉଟାକି ତମର ଏପ୍ରିଲ 2ରୁ ବା 2 ଏପ୍ରିଲରୁ ଆମର ଷ୍ଟାର୍ଟ ହେବ। ତେଣୁ ନୂତନ ପିଲାମାନେ ସ୍କୁଲକୁ ଯିବେ, ସେମାନଙ୍କର ନାମ ଲେଖେଇବେ। ତେଣୁ ଏହିପରି ଯେଉଁ ଜଏନିଂ ପ୍ରକ୍ରିୟା ଯେଉଁ ଚାଲିବ ଆମର ପିଲାମାନଙ୍କର, ତାକୁ ଗୋଟେ 10-15 ଦିନ ଦିଆଯିବ ପିଲାମାନେ। ତେଣୁ ତମର ମୋଷ୍ଟ ପ୍ରୋବାବିଲି ଏପ୍ରିଲ 15 ତାରିଖ ପରଠୁ ଆମର କ'ଣ ହବ, ଖରା ଛୁଟି ହେବାର ସମ୍ଭାବନା ଅଛି। କିନ୍ତୁ ଯଦି ଆମେ ଛୁଟି ତାଲିକା ଦେଖିବା ପିଲାମାନେ, ଛୁଟି ତାଲିକା ଅନୁସାରେ ତମର ଛୁଟି ଅଛି ମେ 7 ତାରିଖରୁ। କିନ୍ତୁ ତୁମମାନେ ବି ଜାଣିଛ, ମୁଁ ବି ଜାଣିଛି ଯେ ଏତେ ପର୍ଯ୍ୟନ୍ତ କ'ଣ ହୁଏ, ଆମର କେବେ ମଧ୍ୟ ସ୍କୁଲ ରୁହେ ନାହିଁ। ତେଣୁ ନିହାତି ତମର କ'ଣ ହବ, ଏପ୍ରିଲ 15 ତାରିଖରୁ ଖରା ଛୁଟି ହେବ ଏବଂ ଏପ୍ରିଲ 2 ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଗୁଡ଼ିକ କ'ଣ ହବ, ଆମର ମର୍ଣ୍ଣିଂ କ୍ଲାସ ହେଇଯିବ ବା ସକାଳୁ ସ୍କୁଲ ଓ କଲେଜ ହେବ।